ରିନି ମିନି ଆଜି ଆମେ ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଭଉଣୀର କାହାଣୀ ଶୁଣିବା। ତାର ନାଁ ମାଳତୀ। ଅନେକ ଦିନ ତଳର କଥା। ପୁରୀଠାରୁ କିଛି ଦୂରରେ ପାଟପୁର ନାମକ ଗାଁଟିଏ ଥିଲା। ସେଇ ଗାଁରେ ମାଳତୀ ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲା। ମାଳତୀ ତାର ବାପା ମା ଆଉ ଭାଇ ସହିତ ରହୁଥିଲା। ପ୍ରଥମେ ମାଳତୀର ବାପା ସର୍ପାଘାତରେ ମୃତ୍ୟୁବରଣ କଲେ। ଏପରି ପରିସ୍ଥିତିରେ ମାଳତୀର ମା ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ ମଧ୍ୟ ମାଳତୀ ଆଉ ତାର ଭାଇର ମୁହଁକୁ ଚାହିଁ ସେ ବଞ୍ଚି ରହିଲେ। କିଛି ଦିନ ପରେ ମାଳତୀର ଭାଇ ମଧ୍ୟ ସର୍ପାଘାତରେ ମୃତ୍ୟୁବରଣ କଲା। ମାଳତୀର ମା ଏସବୁ ଦୁଃଖ ସହି ନ ପାରିଲେ ମଧ୍ୟ ମାଳତୀ ମୁହଁକୁ ଚାହିଁ ସେ ତାକୁ ବଡ଼ କଲେ। ଏମିତି ମାଳତୀକୁ 5 ବର୍ଷ ହେଇଗଲା। ଦିନକର କଥା। ରାକ୍ଷୀ ପୂର୍ଣ୍ଣିମାକୁ ଆଉ 2 ଦିନ ବାକି ଥାଏ। ମାଳତୀ ତାର ସାଙ୍ଗମାନଙ୍କ ସହ ଖେଳୁଥିଲା। ସେ ଦେଖିଲା ତାର ସାଙ୍ଗମାନେ ରାକ୍ଷୀ କିଣୁଛନ୍ତି। ତାର ବି ରାକ୍ଷୀ କିଣିବା ପାଇଁ ବହୁତ ଇଚ୍ଛା ହେଲା। ସେଥିପାଇଁ ସେ ଯାଇ ତା ମାକୁ ସବୁ କଥା କହିଲା। ଝିଅର ଖୁସି ପାଇଁ ମା ବହୁତ କଷ୍ଟ କରି କିଛି ପଇସା ଆଣି ତାକୁ ଦେଲେ। ମାଳତୀ ଖୁସିରେ ଯାଇ ରାକ୍ଷୀ କିଣିକି ଆଣିଲା। ତାର ସାଙ୍ଗମାନଙ୍କଠୁ ପଚାରି ବୁଝିଲା ଯେ ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇମାନଙ୍କୁ ଏହି ରାକ୍ଷୀଟି ବନ୍ଧାଯାଏ। ସବୁ କଥା ଶୁଣି ସାରି ମାଳତୀ ଯାଇ ତା ମାକୁ ପଚାରିଲା, ଭାଇ କାହିଁ? ମୁଁ କାହା ହାତରେ ରାକ୍ଷୀ ବାନ୍ଧିବି? ମାଳତୀର ମା ଏସବୁ ଶୁଣି ବହୁତ ଦୁଃଖିତ ହେଲେ। ସେ କହିଲେ, ହ୍ୟାଲୋ ମା, ତୋ ଭାଇ ହେଉଛି ଜଗା। ମାଳତୀ ପଚାରିଲା, ମା, ମୋ ଭାଇ କୋଉଠି ରହେ? ମା କହିଲେ, ତୋ ଭାଇ ପୁରୀର ଶ୍ରୀମନ୍ଦିରରେ ରୁହେ। ଏତିକି ଶୁଣି ମାଳତୀ ବହୁତ ଖୁସି ହେଇଗଲା। ମାଳତୀର ତା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ବହୁତ ଇଚ୍ଛା ହେଲା। ସେଥିପାଇଁ ସେ ଭୋରୁ ଉଠି ଚାଲି ଚାଲି ଯାଇ ଶ୍ରୀମନ୍ଦିର ପାଖରେ ପହଞ୍ଚିଲା। ଏତେ ଛୋଟ ପିଲା, ପ୍ରାୟ 10 କିଲୋମିଟର ତାର ସେ ଛୋଟ ଛୋଟ ପାଦରେ ଚାଲି ଚାଲି ଆସିଛି। ସେଠି ପହଞ୍ଚି ମାଳତୀ ସେଠି ଥିବା ପଣ୍ଡାମାନଙ୍କ ଭିତରୁ ଜଣ ଜଣଙ୍କୁ ପଚାରିଲା, ତମେ ମୋ ଜଗା ଭାଇକୁ ଦେଖିଛ? ସିଏ ଏଇ ଶ୍ରୀମନ୍ଦିରରେ ରୁହେ। ମାଳତୀର କଥା ଶୁଣି ସେ କହିଲେ, ନା, ମୁଁ ତ ଜଗା ଭାଇକୁ ଜାଣିନି। ଏମିତି ଅନେକ ସମୟ ଚାଲିଗଲା। ମନ୍ଦିରରେ ପହଡ଼ ପଡ଼ିଲା। ଏତେ ଛୋଟ ପିଲା ଏତେ ଦୂରରୁ ଚାଲି ଚାଲି ଆସିଛି, କିଛି ଖାଇନି। ସେ ବଡ଼ ଦାଣ୍ଡରେ ଶୋଇ ପଡ଼ିଲା। ରାତ୍ରିର କେଉଁ ଗୋଟିଏ ପ୍ରହରରେ ଯେତେବେଳେ ସ୍ଥାନଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଗଲା, ସେତେବେଳେ ପ୍ରଭୁ ନିଜେ ମାଳତୀ ପାଖକୁ ଆସିଲେ। ତାକୁ କହିଲେ, ମାଳତୀ, ଏ ମାଳତୀ, ଉଠ, ତୋ ଭାଇ ଆସିଛି, ତୁ ରାକ୍ଷୀ ବାନ୍ଧିବୁନି? ଏତିକି ଶୁଣି ମାଳତୀ ଉଠି ବସିଲା। ପ୍ରଭୁଙ୍କୁ ଦେଖି ମାଳତୀ ବହୁତ ଖୁସି ହେଇଗଲା। କହିଲା, ତମେ ମୋ ଭାଇ? ହଁ, ମୁଁ ତୋ ଭାଇ। ନେ, ମୋ ହାତରେ ରାକ୍ଷୀ ବାନ୍ଧିଦେଲୁ। ମାଳତୀ ବହୁତ ଖୁସିରେ ତା ଭାଇ ହାତରେ ରାକ୍ଷୀ ବାନ୍ଧିଲା। ପ୍ରଭୁ ତାକୁ କହିଲେ, ମାଳତୀ, ବହୁତ ଡେରି ହେଇଗଲାଣି, ତୁ ଏଥର ଘରକୁ ଯା, ମା ତତେ ଅପେକ୍ଷା କରିଥିବେ। ଏତିକି ଶୁଣି ମାଳତୀ ଘରକୁ ବାହାରିଲା। କିଛି ଦୂର ଯାଇ ସେ ଅଟକି ଗଲା। କହିଲା, ଭାଇ, ମତେ ବହୁତ ଡର ଲାଗୁଛି, ବହୁତ ଅନ୍ଧାର ହେଇଛି, ତମେ ମୋ ସହିତ ଚାଲ। ହଉ ଠିକ ଅଛି, ତୁ ଆଗେ ଆଗେ ଚାଲ, ମୁଁ ପଛରେ ଯିବି। ତତେ ଡର ଲାଗିଲେ ମତେ ଡାକିବୁ। ଏତିକି ଶୁଣି ମାଳତୀ ଆଗେ ଆଗେ ଚାଲିଲା। ଯେତେବେଳେ ତାକୁ ଡର ଲାଗିଲା, ସେ କହିଲା, ଭାଇ, ତମେ ମୋ ପଛରେ ଅଛ ନା? ହଁ, ମୁଁ ତ ପଛରେ ଅଛି, ତୁ ଚାଲ, ଜମା ଡରେ ନା।
ଏମିତି ମାଳତୀ ଯାଇ ଘରେ ପହଞ୍ଚିଲା। ମାଳତୀକୁ ଦେଖି ତା ମା ବହୁତ ଖୁସି ହେଇଗଲେ। ତାକୁ ପଚାରିଲେ, ତୁ କୁଆଡେ ଯାଇଥିଲୁ? ମା, ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲି। ତା ମା ମାଳତୀର କଥାକୁ ଅଧିକ ଧ୍ୟାନ ଦେଲେ ନାହିଁ। ତାକୁ ନେଇ ଖାଇବାକୁ ଦେଲେ। ଏପଟେ ସକାଳ ହେଲା, ମନ୍ଦିରର ପହଡ଼ ଫିଟିଲା। ସମସ୍ତେ ଦେଖିଲେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବନ୍ଧା ହୋଇଛି। ଚାରିଆଡ଼େ ପୂଜା ପଡ଼ିଲା। ରାକ୍ଷୀ ପୂର୍ଣ୍ଣିମା ଆଗରୁ କିଏ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଛି? ସମସ୍ତଙ୍କୁ ପଚରାଗଲା, କିନ୍ତୁ କେହି ଜାଣିନଥିଲେ। ଶେଷରେ ଗଜପତି ମହାରାଜ ଅଧିଆ ପଡ଼ିଲେ। ତାଙ୍କୁ ପ୍ରଭୁ ସ୍ୱପ୍ନାଦେଶ ଦେଇ କହିଲେ, ମୋ ଭଉଣୀ ଆସିଥିଲା, ତାକୁ କେହି ହେଲେ ମୋ ପାଖକୁ ଆଣିଲେନି। ମୁଁ ରାତି ଅଧରେ ତା ପାଖକୁ ଯିବାରୁ ସେ ମୋ ହାତରେ ରାକ୍ଷୀ ବାନ୍ଧିଛି। ଏତିକି ଶୁଣି ମହାରାଜ ସିଧା ମାଳତୀ ପାଖକୁ ଗଲେ। ମହାରାଜାଙ୍କୁ ଦେଖି ମାଳତୀର ମା ବହୁତ ଡରିଗଲେ। ରାଜା ଯାଇ ସିଧା ମାଳତୀର ଗୋଡ଼ ତଳେ ପଡ଼ିଗଲେ। ତାକୁ କହିଲେ, ଧନ୍ୟ ଧନ୍ୟ ମା ମାଳତୀ, ତୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲୁ। ତୁ ତାଙ୍କ ଭଉଣୀ। ସେହି ଦିନଠାରୁ ରାଜା ଘୋଷଣା କରିଥିଲେ ଯେ ପାଟପୁରର ନାଁ ବଦଳି ମାଳତୀ ପାଟପୁର ହେବ। ରିନି, ତମେମାନେ ଏବେ ଜାଣିଲ ତ ପ୍ରଭୁ ଜଗନ୍ନାଥ କେତେ କରୁଣାମୟ। ଏବେ କୁହ, ପ୍ରଭୁ ଜଗନ୍ନାଥଙ୍କର ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀଟିକୁ ପୁରା ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।